ଦୋଷମାନଙ୍କର ରକ୍ତପାତ ଆଉ ନିର୍ଦ୍ଦୋଷମାନଙ୍କର କ୍ରନ୍ଦନ ଦେଶ ପାଇଁ ସମାଜ ପାଇଁ ଏହା ଗୋଟିଏ ମଙ୍ଗଳର ସୂଚନା ନାହିଁ। ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ପବିତ୍ର ଓ ବହୁମୂଲ୍ୟ ନାମରେ ନିର୍ମଳ ଖରା ୟୁଟ୍ୟୁବ୍ ଚ୍ୟାନେଲରେ ଆପଣ ସମସ୍ତଙ୍କୁ ସ୍ୱାଗତ କରେ। ପ୍ରିୟମାନେ, ଆଜି ଆପଣମାନଙ୍କୁ କହିବା ପାଇଁ ଚାହେଁ, ଗୋଟିଏ ନିର୍ଦ୍ଦୋଷ ବ୍ୟକ୍ତି ତାହାର ରକ୍ତପାତ, ଗୋଟିଏ ନିର୍ଦ୍ଦୋଷ ବ୍ୟକ୍ତିଙ୍କର କ୍ରନ୍ଦନ ଦେଶ ପାଇଁ ଏହା ଗୋଟିଏ ଶୁଭ ସଂକେତ ନୁହେଁ। ଯଦି ଗୋଟିଏ ନିରୀହ ନିର୍ଦ୍ଦୋଷ ଗୋଟିଏ ଦୁର୍ବଳ ବ୍ୟକ୍ତିଙ୍କୁ ଆମେ ମାରୁଛୁ, ରକ୍ତାକ୍ତ କରୁଛୁ, ଅନ୍ୟାୟ କରୁଛୁ, ତାହେଲେ ପରମେଶ୍ୱର ସେସବୁ ବିଷୟର ପ୍ରତିଶୋଧ ନେବା ପରମେଶ୍ୱର। କୌଣସି ମନୁଷ୍ୟ ନେଇ ନପାରେ। ଯେତେବେଳେ ଗୋଟିଏ ନିର୍ଦ୍ଦୋଷକୁ, ଗୋଟିଏ ଦିନହୀନକୁ ଆମେ ଅନ୍ୟାୟ କରୁଛୁ, ଆମେ ଅତ୍ୟାଚାର କରୁଛୁ, ସେହି ସମୟରେ ସେହି ବ୍ୟକ୍ତି କିଛି ନ କରିପାରେ। ସେ ଗୋଟିଏ ଦୁର୍ବଳ, ଗୋଟିଏ ଗରିବ ହେଇପାରେ, ମାତ୍ର ପରମେଶ୍ୱର ସେ ପ୍ରତିଶୋଧ ନେବେ। କାରଣ ଆମେ ଦେଖୁଛୁ ବାଇବଲରେ ଲେଖାଯାଏ, ଆଦି ପୁସ୍ତକ 4 ଅଧ୍ୟାୟରେ, ଏଠି ଗୋଟିଏ ଭାଇ ଅଛନ୍ତି, ତାଙ୍କ ନାଁ ହେଲା କୟନ। ସେ ବଡ଼ ଭାଇ, ହେବଳ ସେ ଛୋଟ ଭାଇ। ଆଉ କୟନ ବଡ଼ ଭାଇ ହେଇ ଛୋଟ ଭାଇ, ଯିଏକି ଦୁର୍ବଳ ଭାଇ, ତା ଉପରେ ଅତ୍ୟାଚାର କରୁଛି, ତାକୁ ସେ ପାଇ ବଧ କରୁଛି। 8 ପଦ 4 ଅଧ୍ୟାୟର ଅନନ୍ତର କୟନ ଆପଣା ଭାଇ ହେବଳ ସହିତ କଥାବାର୍ତ୍ତା କଲେ। ତହୁଁ ସେମାନେ କ୍ଷେତ୍ରରେ ଥିବା ବେଳେ କୟନ ଆପଣା ଭାଇ ହେବଳକୁ ଆକ୍ରମଣ କରି ବଧ କଲେ। ଅନନ୍ତର ସଦାପ୍ରଭୁ କୟନକୁ ପଚାରିଲେ, ତୁମ ଭାଇ ହେବଳ କେଉଁଠାରେ? ସେ କହିଲେ, ମୁଁ ଜାଣେ ନାହିଁ। ମୁଁ କ'ଣ ମୋର ଭାଇର ରକ୍ଷକ? ଏହି ସ୍ଥାନରେ ଆମେ ଦେଖୁଛୁ, ବଡ଼ ଭାଇଙ୍କର କାମ ହେଲା ଛୋଟ ଭାଇକୁ ସୁରକ୍ଷା ପ୍ରଦାନ କରିବା। ମାତ୍ର ସେହି ବଡ଼ ଭାଇ ଛୋଟ ଭାଇକୁ ସେ ହତ୍ୟା କରୁଛି। ପ୍ରିୟମାନେ, ଆମମାନେ ଦେଶରେ ମଧ୍ୟ ଆମ ପରିସ୍ଥିତି ଗୁଡ଼ିକ ଆମେ ଦେଖୁଛୁ। ଯେଉଁ ପୋଲିସମାନେ ଯୁବତୀମାନଙ୍କୁ, ଦେଶର ନାଗରିକମାନଙ୍କୁ ସୁରକ୍ଷା ଦେବା କଥା, ସେହି ପୋଲିସମାନେ ସେମାନଙ୍କୁ ମାରୁଛନ୍ତି, ପିଟୁଛନ୍ତି, ଅଶ୍ଳୀଳ ବ୍ୟବହାର କରୁଛନ୍ତି। ଏହି ପ୍ରକାର ପରିସ୍ଥିତି ମଧ୍ୟରେ ଆମମାନଙ୍କର ଦେଶ ଯାଉଛି। କିଏ କିଛି କରୁ କି ନ କରୁ, ଯେଉଁମାନେ ଏହିସବୁ କାମ କରୁଛନ୍ତି, ଯେଉଁ ଅନ୍ୟାୟ କରୁଛନ୍ତି, ସେ ସବୁର ବିଚାର ପରମେଶ୍ୱର ନିହାତି କରିବେ। କାରଣ ସେ ଦିନହୀନମାନଙ୍କର କ୍ରନ୍ଦନ ଦେଖିପାରିବେ ନାହିଁ। ନିର୍ଦ୍ଦୋଷମାନଙ୍କୁ ଆମେ ମାରିଦେବା। ହେବଳକୁ କୟନ ମାରିଦେଲା ପରେ କେହି ଦେଖି ନାହାନ୍ତି, କୌଣସି ପ୍ରକାର ବ୍ୟକ୍ତି ଦେଖି ନାହାନ୍ତି। ମାତ୍ର ସେହି ସମୟରେ ପରମେଶ୍ୱର ପଚାରୁଛନ୍ତି, ତୁମର ଭାଇ, ଯିଏକି ତୁମ ସାନ ଭାଇ, ତୁମେ ତାଙ୍କର ଦାୟିତ୍ୱ ନେବା କଥା, ସେ କେଉଁଠାରେ ଅଛନ୍ତି? ସେତେବେଳେ ସେ ଦେଖନ୍ତୁ, କହିବେ ନା, ଚୋରର ତୁଣ୍ଡ ବଡ଼ ଟାଣ ବୋଲି କହିବେ। ସେ କି ପ୍ରକାର ଭାବରେ ପରମେଶ୍ୱରଙ୍କୁ ଜବାବ ଦେଉଛି। ସେ ନିଜ ଭାଇକୁ ହତ୍ୟା କରିଛି। ପରମେଶ୍ୱର ପଚାରିଲେ, ତୁମ ଭାଇ କାହାନ୍ତି? ସେତେବେଳେ ସେ କହୁଛନ୍ତି, ମୁଁ କ'ଣ ମୋର ଭାଇର ରକ୍ଷକ କି? ଏହି ପ୍ରକାର ଟାଣ, କାରଣ ରକ୍ଷକ ହିଁ ଭକ୍ଷକ ସାଜିଛି। ଏହି ପ୍ରକାର ପରିସ୍ଥିତି ମଧ୍ୟରେ ସେ କି ପ୍ରକାର ଟାଣ କଥା ପରମେଶ୍ୱରଙ୍କୁ କହୁଅଛି ଯେ, ମୁଁ କ'ଣ ମୋର ଭାଇର ରକ୍ଷକ? ମୁଁ କ'ଣ ଜାଣିଛି? ମୁଁ କ'ଣ କରିଛି? ମୁଁ କ'ଣ ଥିଲି ସେଠି? ମୋ ଦେଇ ହେଲା କି ଏଇଟା? ଏହି ପ୍ରକାର ସେ କହିବା ସମୟରେ ପରମେଶ୍ୱର କ'ଣ କହୁଛନ୍ତି 10 ପଦରେ? ସେ କହିଲେ, ତୁମେ କ'ଣ କରିଅଛ? ତୁମ ଭାଇର ରକ୍ତ ଭୂମିରୁ ଆମ୍ଭ ପ୍ରତି ଡାକ ପକାଉଅଛି। ପ୍ରିୟମାନେ, ରକ୍ତ ମଧ୍ୟ କଥା କହେ। ଗୋଟେ ନିର୍ଦ୍ଦୋଷ ବ୍ୟକ୍ତିଙ୍କୁ ଯଦି ଆମେ ମାରିଛୁ, ହତ୍ୟା କରିଛୁ, ତାର କ୍ଷତି କରିଛୁ, କେହି ଦେଖନ୍ତୁ କି ନ ଦେଖନ୍ତୁ, ସେହି ରକ୍ତ ଡାକ ପକାଏ। ସେ ରକ୍ତର ସେଇ ଡାକଟା କୌଣସି ମନୁଷ୍ୟ ଶୁଣି ନ ପାରନ୍ତି, ମାତ୍ର ସେହି ରକ୍ତର ଡାକ ପରମେଶ୍ୱର ସେ ଶୁଣନ୍ତି। ଆଉ ପରମେଶ୍ୱର ସେ ବିଚାର କରିବେ। ପରମେଶ୍ୱର ନ୍ୟାୟବାନ ବିଚାରକର୍ତ୍ତା ସେ ଅଟନ୍ତି। କାରଣ ନିର୍ଦ୍ଦୋଷମାନଙ୍କର କ୍ରନ୍ଦନ, ଦିନହୀନମାନଙ୍କର ରକ୍ତପାତ, ଏହା ସେ ଦେଖି ସହ୍ୟ ପାରିବେ ନାହିଁ। କାରଣ ଯେଉଁ ସମୟରେ ରକ୍ତ ଡାକ ପକାଇବ, ସେହି ସମୟରେ ପରମେଶ୍ୱର ଓହ୍ଲାଇ ଆସି ସେ ବିଚାର କରିବା ପରମେଶ୍ୱର ସେ ଅଟନ୍ତି। କୟନ ଭାବିଲେ, ମୁଁ ହେବଳକୁ ମାରିଦେବି, ମାରିଦେଲା ପରେ ମୋତେ କିଏ ଦେଖିବ ନାହିଁ, ମୁଁ ଲୁଚିଯିବି। ସେହି ସମୟରେ ନା ପୋଲିସ ଥିଲେ, ନା କୌଣସି କୋର୍ଟ ଥିଲା, ନା କୌଣସି ପ୍ରକାର ନ୍ୟାୟ ବିଚାରର
ମନୁଷ୍ୟ ଦ୍ୱାରା କିଛି ନଥିଲା, ମାତ୍ର ଆଦ୍ୟରୁ ହିଁ ପରମେଶ୍ୱର ସବୁ ବିଷୟର ବିଚାରକର୍ତ୍ତା ଅଟନ୍ତି। ସେ କଏନକୁ ଧରିଲେ। କଏନ ବଡ଼ ଟାଣ ମୁହଁରେ କଥା କହିଲା, ମାତ୍ର ପରମେଶ୍ୱର କହିଲେ, ହେବଳ ସିନା ମରିଯାଇଛି, ମାତ୍ର ହେବଳର ରକ୍ତ ଭୂମିରୁ ସେ ଡାକ ପକାଉଛି। କ'ଣ ଡାକ ପକାଉଛି? ମୋ ପ୍ରତି ଅନ୍ୟାୟ ହେଇଛି, ମୁଁ କ'ଣ ଭୁଲ କରିଛି, ମୁଁ ଭଲ ଜୀବନଯାପନ କରିଛି, ମୋର କାହାର କୌଣସି ପ୍ରକାର କ୍ଷତି କରିନାହିଁ, ମୋତେ ନ୍ୟାୟ ଦରକାର ଅଛି, ମୋ ପ୍ରତି ଅନ୍ୟାୟ ହେଇଛି, ଏହା ସେ ଡାକ ପକାଉଅଛି। ପରମେଶ୍ୱର ସେଇ ଡାକକୁ ଶୁଣିଲେ ଆଉ ଓହ୍ଲେଇ ଆସି କଏନକୁ ସେ ବିଚାର କରୁଛନ୍ତି। ପ୍ରିୟମାନେ, ମନୁଷ୍ୟ ସେହି ରକ୍ତର, ସେହି ଲୁହର, ସେହି ଡାକକୁ ଶୁଣି ନ ପାରନ୍ତି, ମାତ୍ର ପରମେଶ୍ୱର ଶୁଣନ୍ତି। ଆଉ ପରମେଶ୍ୱରଙ୍କର କାନକୁ ସେହି ଡାକ ଯାଇଛି। ପରମେଶ୍ୱର କଏନକୁ କହୁଅଛନ୍ତି 11 ପଦରେ, ଏ ନିମନ୍ତେ ଯେଉଁ ଭୂମି ତୁମ୍ଭ ହସ୍ତରୁ ତୁମ୍ଭ ଭାଇର ରକ୍ତ ଗ୍ରହଣାର୍ଥେ ଆପଣା ମୁଖ ମୁକ୍ତ କରିଅଛି, ସେହି ଭୂମିରେ ଏବେ ତୁମ୍ଭେ ଶାପଗ୍ରସ୍ତ ହେବ। ଭୂମିରେ କୃଷିକର୍ମ କଲେ ହେଁ ତାହା ଆପଣା ଶକ୍ତି ଦେଇ ଆଉ ତୁମ୍ଭର ସେବା କରିବ ନାହିଁ। ତୁମ୍ଭେ ପୃଥିବୀରେ ପଳାତକ ଓ ଭ୍ରମଣକାରୀ ହେବ। ପ୍ରିୟମାନେ, ପରମେଶ୍ୱର ନ୍ୟାୟବାନ ବିଚାରକର୍ତ୍ତା। ତାଙ୍କର ବିଜନେସ୍ ନଷ୍ଟ ହେଉଛି, ପଳାତକ ଭ୍ରମଣକାରୀ। କୌଣସି ସ୍ଥାନରେ ସେ ସ୍ଥାୟୀ ହୋଇ ରହିପାରିବେ ନାହିଁ। ଏଠିରୁ ସେଠି, ସେଠିରୁ ସେଠି, ସେଠିରୁ ସେଠି ଧାଇଁ ବୁଲୁଥିବେ, ଘୁରୁ ବୁଲୁଥିବେ। କେତେବେଳେ ତ ମେଡ଼ିକାଲ ଯାଉଥିବେ, କେତେବେଳେ କୋର୍ଟକୁ ଯାଉଥିବେ, କେତେବେଳେ ଥାନାକୁ ଯାଉଥିବେ। ଏହି ପ୍ରକାର ପଳାତକ ଏଠି ସେଠି ଧାଇଁ ବୁଲୁଥିବେ। ପରମେଶ୍ୱରଙ୍କର ଦଣ୍ଡ ଦେଖନ୍ତୁ, ପରମେଶ୍ୱରଙ୍କର ଦଣ୍ଡ। ପ୍ରିୟମାନେ, ନିର୍ଦ୍ଦୋଷମାନଙ୍କର ରକ୍ତପାତ ଆଉ ଦିନହୀନମାନଙ୍କର କ୍ରନ୍ଦନ ପ୍ରଭୁ ଶୁଣନ୍ତି। ମନୁଷ୍ୟ ଶୁଣି ନପାରେ, ମନୁଷ୍ୟ ଅନ୍ୟାୟ କରିପାରେ, ମାତ୍ର ଯେତେବେଳେ ପରମେଶ୍ୱରଙ୍କୁ ସେମାନେ ଡାକନ୍ତି, ପରମେଶ୍ୱର ଓହ୍ଲେଇ ଆସି ସେ ସବୁର ସେ ବିଚାର କରନ୍ତି। ପ୍ରିୟମାନେ, ଯେଉଁ ପ୍ରକାର ପରିସ୍ଥିତି ମଧ୍ୟରେ ଆମମାନଙ୍କର ଦେଶ ବର୍ତ୍ତମାନ ଗତି କରୁଅଛି, ଆଉ ଅନ୍ୟାୟ ଅତ୍ୟାଚାର ଭାବରେ ଆମମାନଙ୍କ ନିରୀହ ଯୁବା ଯୁବତୀମାନଙ୍କ ପ୍ରତି ଅତ୍ୟାଚାର କରାଯାଉଛି, ରକ୍ତାକ୍ତ କରାଯାଉଛି, ସେମାନଙ୍କ ଆଖିରୁ ଲୁହ ଝରିଯାଉଛି, ଏସବୁ ପରମେଶ୍ୱର ଦେଖୁଛନ୍ତି। ଯେଉଁ ପରମେଶ୍ୱର ହେବଳଙ୍କର ସେହି ରକ୍ତକୁ ଦେଖିଲେ, ଡାକ ଶୁଣିଲେ, ପରମେଶ୍ୱର ସବୁ ବିଷୟର ସେ ବିଚାରକର୍ତ୍ତା ସେ ଅଟନ୍ତି। ସେ ଧାର୍ମିକ ଓ ନ୍ୟାୟବାନ ବିଚାରକର୍ତ୍ତା ଅଟନ୍ତି। ସମସ୍ତଙ୍କୁ ଉପଯୁକ୍ତ ଭାବରେ ସେ ନ୍ୟାୟ ବିଚାର କରିବେ। ମନୁଷ୍ୟ ତାର ବଳ ଛଳରେ ସେ ଅନ୍ୟାୟ କରିପାରେ, ମାତ୍ର ପରମେଶ୍ୱର ସେ ନ୍ୟାୟବାନ ବିଚାରକର୍ତ୍ତା ଅଟନ୍ତି। ତାଙ୍କ ଉପରେ ଆମେ ଭରସା ଆମେ କରିପାରିବା, ତାଙ୍କ ଉପରେ ଆମେ ନିର୍ଭର କରିପାରିବା। ଆସନ୍ତୁ ଆମେ ପଦେ ପ୍ରାର୍ଥନା କରିବା। ସ୍ୱର୍ଗୀୟ ପିତା, ଆମେ ତୁମକୁ ଧନ୍ୟବାଦ ଦେଉଛୁ ଯେ ତୁମେ ଆମର ପରମେଶ୍ୱର ଅଟ, ଆଉ ଉପଯୁକ୍ତ ଭାବରେ ନ୍ୟାୟ ବିଚାର କରିବା ପରମେଶ୍ୱର ତୁମେ ଅଟ। ମୁଁ ତୁମକୁ ହୃଦୟ ସହିତ ଧନ୍ୟବାଦ ଦେଉଛି। ତୁମ ନାମର ଗୌରବ ମହିମା ହେଉ। ଆମମାନଙ୍କ ଦେଶରେ ଶାନ୍ତି ହେଉ, ଆମମାନଙ୍କ ଦେଶର ଅଶାନ୍ତି ଗୁଡ଼ିକ ସବୁ ଦୂର ହେଉ। ଯେ ପ୍ରକାର କି ଆମ ଦେଶ ପୂର୍ବରୁ ବହୁତ ସୁନ୍ଦର ଭାବରେ ଭାଇଚାରା, ମିଳନ, ଏକତା, ଶାନ୍ତିରେ ବାସ କରୁଥିଲେ, ସେ ଦେଶ ଆଜି ଅଶାନ୍ତିକ ପରିସ୍ଥିତି ମଧ୍ୟରେ ଗମନ କରୁଛି। ଆମ ଦେଶର ଶାନ୍ତି, ଏକତା ରକ୍ଷା କରିବା, ଏହା ଆମେ ତୁମ ନିକଟରେ ପ୍ରାର୍ଥନା କରୁଛୁ। ପ୍ରଭୁ ଦୟାକରି ଆମମାନଙ୍କର ଶିକ୍ଷା ବ୍ୟବସ୍ଥା, ଆମମାନଙ୍କର ଶାସନ ବ୍ୟବସ୍ଥା, ନ୍ୟାୟ ବ୍ୟବସ୍ଥା ସବୁ ଉପଯୁକ୍ତ ଭାବରେ ହେଉ। ଦେଶରେ ଶାନ୍ତି ରହୁ, ସମସ୍ତେ ମିଳିମିଶି ରୁହନ୍ତୁ, ଦେଶ ଉନ୍ନତି ଲାଭ କରୁ, ଏହା ଆମେ ପ୍ରାର୍ଥନା କରୁଛୁ। ପ୍ରଭୁ ଦୋଷୀକୁ ଦୋଷୀ, ନିର୍ଦ୍ଦୋଷକୁ ନିର୍ଦ୍ଦୋଷ ଭାବରେ ବିଚାର କରି ତୁମେ ଗୌରବ ପାଅ, ମହିମା ପାଅ। ସବୁ ସମୟରେ, ସବୁ ପରିସ୍ଥିତିରେ ଆମ ପ୍ରାର୍ଥନା ଶୁଣିଥିବାରୁ ଧନ୍ୟବାଦ ଦେଇ ପ୍ରାର୍ଥନା ପ୍ରିୟ ପ୍ରଭୁ ଯୀଶୁଙ୍କ ନାମରେ ମାଗୁଅଛୁ। ଆମେନ୍, ଆମେନ୍। ପ୍ରେଜ୍ ଦ ଲର୍ଡ। ପ୍ରଭୁ ଆମ ସମସ୍ତଙ୍କୁ ପ୍ରଚୁର ଭାବେ ଆଶୀର୍ବାଦ କରନ୍ତୁ। ପ୍ରଭୁ ଅନୁଗ୍ରହ କଲେ ଆସନ୍ତା ସମୟରେ ଆଉ ଗୋଟିଏ ନୂଆ ଭିଡ଼ିଓରେ ପରସ୍ପର ସହିତ ସାକ୍ଷାତ କରିବା, ରହିବା। ନମସ୍କାର। ପ୍ରେଜ୍ ଦ ଲର୍ଡ। ଗଡ୍ ବ୍ଲେସ୍ ୟୁ।